ମୁଁ ଏବେ ଟ୍ରାଭେଲ୍ କରୁଛି ଦିଲ୍ଲୀରୁ ଓଡ଼ିଶା ସେକେଣ୍ଡ ଏସିରେ ଟ୍ରେନ୍ରେ। ତ 24 ଆୱାର ଭିତରେ ମୁଁ ସବୁ ଖାଇବା ଘରୁ ନେଇଥିଲି। ତ ଚାଲନ୍ତୁ ଦେଖିବା 24 ଆୱାର ଭିତରେ ମୁଁ କ'ଣ ଖାଇବା ନେଇଥିଲି ଆଉ ଖାଇଲି। ତ ପ୍ରଥମେ ଆମେ 11ଟାରେ ଟ୍ରେନ୍ରେ ଚଢ଼ିଲୁ। ମୁଁ ସକାଳୁ ବ୍ରେକଫାଷ୍ଟ ଯେହେତୁ କରିନଥିଲି, ଏଇଟା ମୋର ବ୍ରେକଫାଷ୍ଟ କମ୍ ଲଞ୍ଚ ଥିଲା। ଆଉ ରାତିରେ ମୁଁ ଏମିତି ଗୋଟେ ସୁଖା ସବଜି ନେଇଯାଇଥିଲି ବିନା ପିଆଜ ଆଉ ଆଳୁ ପକେଇକି, କୋବି ଆଉ କଦୁ ଏ ଦୁଇଟା ପରିବା ବଳିଥିଲା। ରୁଟିଟା ଖରାପ ହେବନି, ଆପଣମାନେ 24 ଆୱାର ଆରାମସେ ରଖିପାରିବେ। ତା ସାଙ୍ଗେ ଅଳ୍ପ ଟିକେ ଡାଲମା ବଳିଥିଲା। ତ ଏଇଟା ମୁଁ ରାତିରେ ଡିନର କଲି। ଆଉ ତା ପରଦିନ ସକାଳୁ ବ୍ରେକଫାଷ୍ଟରେ କିଛି ମୁଢ଼ି, ମିକ୍ସଚର ଆଉ ପିଆଜ ତା ସାଙ୍ଗେ ସୋରିଷ ତେଲ ୟାକୁ ପକେଇକି ଆମେ ବ୍ରେକଫାଷ୍ଟ କଲୁ। ମୁଁ ବ୍ରେକଫାଷ୍ଟ କେବଳ କଲି, ତା ସାଙ୍ଗରେ ଗୋଟେ ଆପଲ୍ ଖାଇଲି। ଆଉ ତାପରେ ଲଞ୍ଚ ଟାଇମ୍ରେ ଦେଖିପାରୁଥିବେ ଆପଣମାନେ ଆଳୁ ପୋଡ଼ାଟା ଖରାପ ହେବନି, ଆଳୁ ସିଝାଟା ଖରାପ ହେଇଯିବ। ତା ସାଙ୍ଗରେ ସମୋସା ଟିକେ, ଆଉ ମୁଁ ଯେଉଁ ଭାତ ଲଞ୍ଚରେ ଖାଇବା ପାଇଁ 2 ପହରରେ ଆଣିଥିଲି ସେଇଟା ବଳିଥିଲା। ତ ଦେଖିବା ପାଇଁ ଚାହୁଁଥିଲେ, এই ଭିଡ଼ିଓ ତଳେ ତାର ଲିଙ୍କ ଆପଣଙ୍କୁ